ହରିଦେଲ ମାରିଦେଲି ମାରିଦେଲ ଫିଙ୍ଗିଦେଲି ଫିଙ୍ଗିଦେଲ ଭାଙ୍ଗିଦେଲି ଭାଙ୍ଗିଦେଲ। ହେଉ ଆଲୋଚନା କର ମୋର ଗାୟକ ମଣ୍ଡନ ଆଲୋଚନା କର ମୋର ଗାୟକ ମଣ୍ଡନ ପଚାରିଅଛ ଭାଇ ମୋ ସୁନ୍ଦର ପ୍ରସନ୍ନ ଯେତେବେଳେ ଦେଖ ହେ ପ୍ରଭାତ ଉଠେଲ ଯେତେବେଳେ ଦେଖ ହେ ପ୍ରଭାତ ଉଠେଲ ସ୍ନାନ କରିବାକୁ ହେ ପୋଖରୀକୁ ଗଲ ଯିବାର ଘଟଣା ଏବେ ଶୁଣ ଦେଇ ମତି ଦେଖିଲ ଗୋଟିଏ ବୃକ୍ଷ ରହିଅଛି ସକାଳୁ ଦେଖ ହେ ଦାନ୍ତ କାଠିଏ କଲୋଡ଼ା ଯେତେବେଳେ ଦାନ୍ତ କାଠିଟାକୁ ଦେଖିଦେଲ ଯାଇନ ପ୍ରଥମରେ ତାକୁ ଧରିଲ ମୁଁ ଘେଂସା ଘେଂସି କରିବିନି ତାଙ୍କୁ ଭାଙ୍ଗିଲେ ବଳା ଘେଂସା ଘେଂସି କଲେ ସିନା ମୁଁ ଭାଙ୍ଗନ୍ତି ବାଳା ହଉ ପ୍ରଥମେ କହିଛି ଧରିଦେଲି ଧରିଦେଲ ମାରିଦେଲି ମାରିଦେଲ ଆରେ ଭାଙ୍ଗିଦେଲି ବାବୁ ମୁଁ ଯାଇବନ ତାପରେ ତାହାକୁ ମୁଁ ଫିଙ୍ଗିଲି ପୁରୁଣା ଆଲୋଚନା କର ମୋର ଗାୟକ ମଣ୍ଡନ ପଚାରିଅଛ ହେ ଏବେ ସୁନ୍ଦର ପ୍ରସନ୍ନ ହିରଣ୍ୟ କଥା ହେ ଯାଉଛି ବୁଝାଇ ନୃସିଂହ ପୁରାଣ ହେ ଶୁଣ ମନ ଦେଇ ହଉ ଚାଲୁ ଭକ୍ତ ପ୍ରହ୍ଲାଦ ବାବା ଦେଖଛି ରହି ଭକ୍ତ ପ୍ରହ୍ଲାଦ ବାବା ଦେଖଛନ୍ତି ରହି ରାମ ନାମକୁ ହେ ଯେ ଜପନ୍ତି ସେହି ଗୋବିନ୍ଦ ନାମକୁ ଦେଖ ଜପୁଛନ୍ତି ଏକଥା ଅସୁର ହେ ଜାଣି ଯାଉନ୍ତି ସେଦିନ ହିରଣ୍ୟାକ୍ଷ ହେ କହିଲେ ବିଚାର ଶତ୍ରୁର ନାମ ଧରୁଛି ମୋହର କୁମାର ସେଦିନ ହିରଣ୍ୟ ହେ ବିଚାର କରନ୍ତି କେତେକ ଦଣ୍ଡ ହେ ପୁଅକୁ ଦିଅନ୍ତି ଆରେ ମୋ କୁମାର ମଣିରେ କହୁ ବଡ଼ କଥା ନିଶ୍ଚିତର ହରିକି ମୁଦଳି ଦେବି ଏକ କୋ ସ୍ଥାନରେ ଅଛି ରେ ତ ହରି ହେବେ ପୂର୍ଣ୍ଣ ବାବୁ ପ୍ରହ୍ଲାଦ ହେ ଜନକ ଆରେ ଶୁଣାଇଲେ ହରି ନାମ ନିଶ୍ଚିତ ହେବୁ ତାରଣ ଶୁଣାଇଲେ ହରି ନାମ ନିଶ୍ଚିତ ହେବୁ ତାରଣ ଶୁଣାଇଲେ କଥାରେ ମୋର ମନ ନାହିଁ ଧନ ସେଇଟା ଦଣ୍ଡ ପାଇଥିଲା ରେ ମଶାଣୀ ଭୁବନ ଭାଇରେ ଦଣ୍ଡ ଯୋଗୁ ଦଣ୍ଡି ତାକୁ ପିନ୍ଧାଇଛନ୍ତି ରେ ଭାଇ ପିନ୍ଧାଇଛନ୍ତି ମୁଁ ଦଣ୍ଡ କଥା ତୁମକୁ ନ ପଚାରେ ବସି ଧରିଦେଲି ମାରିଦେଲି ଆରେ ଫିଙ୍ଗିଦେଲି ପୁଣି ତାକୁ ମୁଁ ଭାଙ୍ଗିଦେଲି ମାତ୍ର ବାଛି ବାଛି କୁହ ଏବେ ଗାୟକ ଖାଲି ହେଉ ଆଲୋଚନା କର ମୋ ଗାୟକ ମଣ୍ଡନ ପଚାରିଅଛ ବାପ ସୁନ୍ଦର ପ୍ରସନ୍ନ ହେଲେ ବାପ ତମେ ବଢିଆ ଗୋଟେ ପ୍ରଶ୍ନ ପଚାରିଛ ଏତେ ଗର 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 କିଆଁ ହେଉଛ ଏତେ ଗର 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 କିଆଁ ହେଉଛ ତୁମେ ଟିକିଏ କଥାକୁ ରାଗି ଯାଉଛ ଏତେ ଗର 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 କିଆଁ ହେଉଛ ଏତେ
ଷୋଳ କଢ଼ି ତାକୁ କରିଥିଲେ 16 ଗଡ଼ି ମାଛ ଆଣିଥିଲ 16 କଢ଼ି ତାକୁ କରିଥିଲ 16 ଗଡ଼ି ମୋତେ ଗୋଟିଏ ଦେଇ 15ଟା କିଣି ନେଇଛ ଏତେ ଗର 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 କିଆଁ ହେଉଛ ହେଉ ଆଲୋଚନା କର ମୋର ଗାୟକ ମଣ୍ଡନ ପଚାରି ଅଛ ବାପ ସୁନ୍ଦର ପ୍ରସନ୍ନ ଭାରତର ପଦେ ଯାଉଛି ବୁଝାଇ ହେବ କି ନ ହେବ ହେ ମୋତେ ଜଣା ନାହିଁ ହଉ ଗାଉ ଗାଉ ସିନା ହେ ଗାହାଣ ହୁଅନ୍ତି ଚିନି ମୁଆଁ ପରି ତ ଭାରତର ପଦ ହଉ ଯୋପଟୁ ଖାଇଲେ ବନ୍ଧୁ ସେ ପଟୁ ସୁଆଦ ହଉରେ ଲକ୍ଷ୍ୟ କରି ପଦେ ବାବା ଯାଉଛି ବୁଝାଇ ହଁ ହଁ ରାଜସହଯୋଗ କଥା ହେ ଶୁଣ ମନ ଦେଇ କୁହନ୍ତୁ ଜରାସଣ୍ଢ ଦେଖ ହେ ଜାଗ କରିଅଛି ହଁ ହଁ ଜରାସଣ୍ଢ ଦେଖ ହେ ଜାଗ କରିଅଛି ହଁ ହଁ ସମସ୍ତ ରାଜାକୁ ନେଇ ବନ୍ଦୀ ଯେ କରିଛି ହଉ ସେଦିନର ଘଟଣାକୁ ଶୁଣ ଦେଇ ମତି ହେଲେ ବାପ ଏଇଟା ମତେ ହେଲାନି ତା ମୁଣ୍ଡ ନାଡ଼ି ଦେଲା ମୁଁ ଜାଣିଗଲିଣି ଏଠି ଘରେ ଯେବେ କି ହେ ତୁମ୍ଭ ମନ ନାହିଁ ହେ ତୁମ୍ଭ ମନ ନାହିଁ ହରିବଂଶ ରୂପ ଦେ ମୁଁ ଯାଉଛେ ବୁଝାଏ ମଥୁରା କଟକରେ ହେ ଉଗ୍ରେସନ ରାଜା ହେ ଉଗ୍ରେସନ ରାଜା ଇନ୍ଦୁମତୀ ନାମରେ ହେ ତାଙ୍କର ଭାରେଜା ମଥୁରା କଟକରେ ଉଗ୍ରେସନ ରାଜା ଇନ୍ଦୁମତୀ ନାମରେ ତାଙ୍କର ଭାରେଜା ଅତ୍ୟନ୍ତ ସୁନ୍ଦରୀ ହେ ଅତି ରୂପବତୀ ପତେ ବେନୁ ଅନ୍ୟରେ ତା ନଟଳେ ମତି ସ୍ୱାମୀ ସୁହାଗିନୀ ସେ ଯେ ଜାତିରେ ପଦ୍ମନୀ ଶପଥ ସାଗରୁ ରାଣୀ ଆଣୁଛନ୍ତି ନେର ପାଦ କିନ୍ତୁ ନାହିଁ ହେ ଅଳତାର ଧାର ପରମା ବାନ୍ଧବୀ ରାଣୀ ଇନ୍ଦୁମତୀ ଦିନେ ଶ୍ରୁତ ସ୍ନାନ କରିବାକୁ ଯାଇଛନ୍ତି ଯମୁନା ଜଳରେ ଯାଇ ହେ ସ୍ନାନ କଲେ ଯମୁନା ଜଳରେ ଯାଇ ସ୍ନାନ କରନ୍ତି ପିନ୍ଧିବା ବସନ ତାଙ୍କ ଖସି ପଡ଼ିଅଛି ଆକାଶରେ ଯାଉଅଛି ଏ ଦ୍ରୁମେଳାସୁର ତଳକୁ ଯେତେବେଳେ ପଡ଼ିଗଲା ନଜର ବିନା ଜଳରେ କି ହେ ପଦ୍ମ ଫୁଟି ଅଛି ଅସୁର ରଥକୁ ବାହି ନ ପାରୁଛି ସେଦିନ ତଳକୁ ରଥ ହେ ଦେଲା ଓହ୍ଲାଇ ସେଦିନର ଘଟଣାକୁ ଶୁଣ ମନ ଦେଇ ସେଦିନର ଘଟଣାକୁ ଶୁଣ ମନ ଦେଇ ହେଲେ ଭାଇ ମଥୁରା କଟକରେ ଉଗ୍ରେସନ ରାଜା ଇନ୍ଦୁମତୀ ନାମରେ ତାଙ୍କର ଭାରିଜା ଭାଇ ଅତି ସୁନ୍ଦରୀ ଅତି ରୂପବତୀ ଆପଣ ଲାଇନ କି ଆଇଛନ୍ତି ଠିକ ମୁଁ ମନା କରୁନି ସମାନ ଲାଇନ ରେ ପଡି ଯାଇଛନ୍ତି କିନ୍ତୁ ଏପଟେ ଗଲେ ମୋ କଥା ନହେବ ରେ ନନା ନହେବ ରେ ନନା ଆଲୋଚନା କର ମୋର ହେ ଗାୟକ ମଣ୍ଡନ ଆଗକୁ ତୁମ୍ଭର କଥା ହେ ଦେବି ବୁଝାଇନ ଉଗ୍ରେସନ ପୁଅ ଦେଖ ହେ କଂସ ଯେ ନୋହିବ ଦ୍ରୁମେଳାସୁର ଅସୁର ପୁଅ କଂସ ହୋଇ ଯିବ ବାପାର ସମ୍ମାନ କେବେ ହେ ପୁଅ ରଖେ ନାହିଁ ଅସୁର ପ୍ରକୃତି ଦେଖ ରହିଅଛେ ସେ
କଂସ ନୃପତି ଦେବତା ମାନେ ଦୁଃଖ ହେ ସହି ନ ପାରନ୍ତି। ଆପଣ ଦେବତା ମାନେ ଦୁଃଖ ସହି ପାରିଲେନି। ହଁ। ହେଲେ ଦେବତା ମାନେ ବିଚାର କଲେ ଯାକୁ ମାରିବ କିଏ? ନିଜେ ନାରାୟଣ ପରମ ବ୍ରହ୍ମ ନାରାୟଣ ଆସିଲେ ମାରିବେ। କାହିଁକି? ହେଲେ ଯାର ଲୋମ ମୂଳେ ବ୍ରହ୍ମାଣ୍ଡ ମାଳ ମାଳ ନବ ଲକ୍ଷ ମେଦିନୀ ଯାର ହେ ଗୋଟିଏ କୁଣ୍ଡଳ ନାସିକାରୁ ଯାର ହେ ବହ ଇମରୁତ ଯାର ନାମ ତିନି ପୁରେ ବିଶ୍ୱ ଜଗନ୍ନାଥ ନଦ ନଦୀ ଗିରି ମାଳ ମେଦିନୀ ନବଖଣ୍ଡ 84 କୋଟି ପତଙ୍ଗୀ ଜୀବ ଆଦି କରି ଯୋ ବିଶ୍ୱ ଗର୍ଭରେ ରହିଅଛି ପୁରୀ ସେହି ପରମ ବ୍ରହ୍ମ ଦେବେ ନାରାୟଣ ଆସିଲେ କଂସର ହୋଇବ ମରଣ। ଯେତେବେଳେ କୃଷ୍ଣ ହେ ଜନ୍ମ ହୁଅନ୍ତି ରାତାରାତି ଦେଖ ଗାୟବ ହୋଇଛନ୍ତି। ଏକଥା ଜାଣି ନ ପାରିଲେ କଂସ ନୃପତି ଏପରି 8 ବର୍ଷ ଗଲାଣି ବିତି। ଯେତେବେଳେ କୃଷ୍ଣଚନ୍ଦ୍ର ହେ ଜନ୍ମ ହୋଇଲେ ମଥୁରା ଛାଡ଼ି ନ ଯାଇ ଗୋପରେ ରହିଲେ। ଏକଥା ଜାଣିଦେଲା ହେ କଂସ ନୃପବର ମନ ମଧ୍ୟରେ ସେ କରିଲା ବିଚାର ନିଶ୍ଚୟ ମରଣ ହୋଇବ ମୋହର। ମୂଳରୁ ମାରିଲେ ଦେଖ ଜୀବ ସରି ଦେବଙ୍କ ସଙ୍ଗେ କିମ୍ବା ହେ କରିବି କଳି। ଏକଥା କଂସ ଦେଖ ମନେ ବିଚାର କଲା ପୁତନା ରାକ୍ଷସୀ ତାର ଭଉଣୀ ଥିଲା। ବୋଇଲାଗୁ ଭଗ୍ନି ଏବେ ଶୁଣ ଦେଇ ମତି ଗୋପପୁରେ ନାରାୟଣ କୃଷ୍ଣ ବଢୁଛନ୍ତି। ସ୍ତନରେ ବିଷ ଭରି ତୁମ୍ଭେ ଯେ ଯିବ କୃଷ୍ଣଙ୍କୁ ସ୍ତନ ପାନ କରାଇ ଦେବ। ଯେତେବେଳେ ଦେଖ କୃଷ୍ଣ ଯେ ମରି ଯିବେ ଯେତେବେଳେ କୃଷ୍ଣ ଦେଖ ଯେ ମରି ଯିବେ ମଥୁରା କଟକରେ ମୁଁ ହୋଇବି ରାଜା ସୁଖରେ ପାଳିବି ମୋ ଦେଶର ପରଜା। ଏହା ଶୁଣି ସେଦିନ ହେ ଯେ ପୁତନା ଗଲା ଏହା ଶୁଣି ପୁତନା ହେ ଦେଖ ଚଳି ଗଲା ମଥୁରା ଛାଡ଼ି ନ ଯାଏ ଗୋପରେ ରହିଲା। ଗୋପାଳୁଣୀ ବେଶ ଦେଖ ପୁତନା ଯେ ହେଲା ଯଶୋଦା ନିକଟରେ ହେ ଧୀରେ ଚଳି ଗଲା। ଯଶୋଦା ଶୁଣ ଦେଇ ମତି ବଢିଆ ସୁନ୍ଦର ପୁଅ ହେଲା ଉତ୍ପତ୍ତି ସ୍ତନରେ ମୋର କ୍ଷୀର ବହୁ ଅଛି ପୁଅକୁ ଟିକେ ମୋ ସ୍ତନ ପାନ ଦେବି। ଏହା କହି ପୁତନା ଯେ ଦେଖ ଧରି ନେଲା ନେଇନ ପ୍ରଥମେ ସ୍ତନ ପାନ କରାଇଲା। ପରମ ବ୍ରହ୍ମ ନାରାୟଣ ହେ ସବୁ ଜାଣନ୍ତି ପରମ ବ୍ରହ୍ମ ନାରାୟଣ ସବୁ ଜାଣୁଛନ୍ତି। ସେଦିନ ନାରାୟଣ କେଡ଼େ କଥା କଲେ ବାଲ୍ୟକାଳରେ ସ୍ତନଟାକୁ ଧରିଦେଲେ ତାପରେ ଦେଖ ଆଜ୍ଞା ହେ ମାରିଦେଲେ ତାପରେ ନେଇ ହେ ଯେ ଫିଙ୍ଗି ଦିଅନ୍ତି। ତାପର କଥା ଭାଇ ମତେ ବୁଝାଇ ଦବ କି? ଆପଣ କହିବାର କଥା 1 ଲାଖ ହେଇଲା ଧଇଲା ମାଇଲା। ଯୋଉଦିନ ପୁତନା ରାକ୍ଷସୀ ଗୌଡ଼ାଣୀ ରୂପ ହୋଇ ଗ୍ରାମରେ ବୁଲୁଛି କହୁଛି ଭଉଣୀ ମୋର ସ୍ତନ ଟାଣୁଅଛି ମୋର ପିଲାଟା ଜନ୍ମ ହେଇ ମରିଗଲା ଯଦି କିଏ ପିଲାଟା ଦିଅନ୍ତ ମୁଁ କ୍ଷୀର ଟିକେ ଖୁଆନ୍ତି। ସେତେବେଳେ
ଯଶୋଦା କହିଲା ମୋର ତ କ୍ଷୀର ହଉନି ମୋ ପିଲା ଖାଇବ। ବିକି ଦୈବ ଯୋଗରେ ଭଗବାନ ନାରାୟଣ ଦେଖିକିରି ହସୁଛନ୍ତି। କହିଲେ ପୁତନା ସାବଧାନ ହେଇଯାଇଛୁ ତ? ହଁ ହଉ। ଆରେ ଏତିକି ସମୟ ନାରାୟଣ ଦେବେ ଧରିଦେଲେ ତାକୁ ଯାଇ। ଆରେ ଖାଇଲେ ଯେ ପ୍ରାଣ ପୁତନାର ଏବେ ମାରିଦେଲେ ତାକୁ ଭାଇ। ଆରେ ମାରିବାର କଥା ହୋଇଗଲା ନା ଧରିବା କଥା ହୋଇଲା। ଆରେ ଭାଙ୍ଗି ଅଛି କିଏ କାହାକୁ ରେ ଭାଇ କହ ଏବେ ତୁମେ ଭଲା। ନଡ଼ିଆ କଟା ଲବହୁଳ ଶୁକୁଲା ନଡ଼ିଆ କଟା ଦହିବ ଦେଇଛି କେଲା ଘଇତା ଲୋକା ସଙ୍ଗେ ହଇବ କଥା। କୁଅରେ ପଡ଼ିଲା ବେଲ ଲୋ ଭାଇନା କୁଅରେ ପଡ଼ିଲା ବେଲ। ବୁଢ଼ାଇବେ ପୁଣି ବୁଢ଼ୀ ସାଙ୍ଗେ ଯାଇ ହେଉଥିଲା ଟିକେ ଗେଲା। ଭାଇ ପୁତନା ରାକ୍ଷସୀ କି ଭଗବାନ ମାରିଛନ୍ତି। ଧରିଲେ ମାରିଲେ ଧରିଲେ ମାରିଲେ ଭାଙ୍ଗିଲା କିଏ? ଭାଙ୍ଗିଲା କି ଭାଙ୍ଗିଲା କିଏ? ଆ ବାବା କାବା ଲାଗେ ଶୁଣି ନଏ ପ୍ରସନ୍ନ ରୀତିଆ ବାବା କାବା ଲାଗେ ଶୁଣି ନଏ ପ୍ରସନ୍ନ ରୀତି। ଏ ମାଇପି ଛାଡ଼ିଲେ ହଳଦୀ ମାଲପା ପୁରୁଷ ଛାଡ଼ିଲେ ଧୋତି। ଏ ମାଇପି ଛାଡ଼ିଲେ ହଳଦୀ ମାଲପା ପୁରୁଷ ଛାଡ଼ିଲେ ଧୋତି। ଏ 20 ବର୍ଷରୁ ବିବାହ ହୋଇନ ପ୍ରମୋଦ ଭାଇ ହେଡେ 20 ବର୍ଷରୁ ବିବାହ ହୋଇନ ଏ ତ ଠିଆରେ ଦେଲେଣି ମୁତିଆ ବାବା। ଆ ବାବା କାବା ଲାଗେ ଶୁଣି ନଏ ପ୍ରସନ୍ନ ରୀତିଆ ବାବା କାବା ଲାଗେ ଶୁଣି ନଏ ପୁରାଣ ରୀତି। ଶାଶୁ ଶ୍ୱଶୁରକୁ ନ ମାନିଲେ ବହୁ ସିନେମା ଦେଖିଲେ ନୀତି। ଏ ଶାଶୁ ଶ୍ୱଶୁରକୁ ନ ମାନିଲେ ବହୁ ସିନେମା ଦେଖିଲେ ନୀତି। ହେଡ଼ି ପ୍ରଣବ ଭାଇ ହେଡ଼େ ଶାଶୁ ଶ୍ୱଶୁରକୁ ନ ମାନିଲେ ବହୁ ସିନେମା ଦେଖିଲେ ନୀତି। ହେଡ଼େ ସୁରଥ ଯିବାକୁ ବ୍ୟଗ୍ର ହେଲେଣି ଏ ତ ଘରେ ପଡ଼ିଲାଣି କଞ୍ଚିଆ ବାବା। ଆ ବାବା କାବା ଲାଗେ ଶୁଣି ନଏ ପ୍ରସନ୍ନ ରୀତିଆ ବାବା କାବା ଲାଗେ ଶୁଣି ନଏ ଯୁଗର ରୀତି। ଆଗକାଳେ ଲୋକ ପୁରାଣ ଲଗାଇ ଶିଖନ୍ତି ଧର୍ମ ନୀତି। ଏ ଆଗକାଳେ ଲୋକ ପୁରାଣ ଲଗାଇ ଶିଖନ୍ତି ଧର୍ମ ନୀତି। ଏଠି ଏବର ଯୁଗରେ ଭିଡ଼ିଓ ଲଗାଇ ରାଢ଼େ ରାଢ଼େ ଏ ତ ମାରିଲେଣି ବାବା ଆଖି ମୋ ବାବା। ଆ ବାବା କାବା ଲାଗେ ଶୁଣି ନଏ ଯୁଗର ରୀତିଆ ବାବା କାବା ଲାଗେ ଶୁଣି ନଏ ପ୍ରସନ୍ନ ରୀତି। আলোচনা কর মোর গায়ক মণ্ডন আলোচনা কর মোর গায়ক মণ্ডন পচারিছ এবে হরিবংশ যে প্রসন্ন দুইটা কথা তুম্ভর ଅଛି ହୋଇ କିଏ କାହାର ହେ ଜିନିଷ ଭାଙ୍ଗଇ ଏ ଗୋଟିକ କଥା ତୁମ୍ଭର ଅଛି ରହି ଯଦିନ ଇନ୍ଦ୍ର ଦେବତା ଗର୍ବ କଲେ যদিন ইন্দ্র দেবতা দেখ গর্ব কলে সেদিন নারায়ণ কেড়ে কথা কলে শপথশালাକୁ হে বরসা ହୁଅନ୍ତି সেদিন নারায়ণ অঙ্গুষ্ঠରେ ଟେକିଛନ୍ତି ଗିରି ଗୋବର୍ଦ୍ଧନ ନାରାୟଣ ଟେକିଲେ ଇନ୍ଦ୍ର ବିବାଦ ଦେଖ ଯେ ଭାଙ୍ଗି ଦେଲେ ଏ ଦିଗରେ କହିଲେ କି ବାପ ପାଇଲା ମନ। ଆଉ ଗୋଟେ ଆଗଟା କୁହ 3 ହେଲା ଗୋଟେ କ'ଣ
ଧରିଲା ମାରିଦେଲା ପୁତନା ଗର୍ବ ଇନ୍ଦ୍ରଙ୍କର ଗର୍ବ ଭାଙ୍ଗିଲା ଭାଙ୍ଗିଦେଲେ ମାନିବନି ହଁ 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 ହେଡ଼ି କାହାର ଗର୍ବକୁ ଦେଖ ହେ ଭାଙ୍ଗିଛନ୍ତି କୁବୁଜା ନାମରେ ଦେଖ ନୌକରଣୀ ହେଇଛି କୁବୁଜା ନାମରେ ହେ କଂସ ଦାସୀ ଅଛି ତାହାର କୁଜକୁ ହେ ଭାଙ୍ଗି ଦିଅନ୍ତି ଯେତେବେଳେ ହାତ ନାରାୟଣ ମାରିଦେଲା ଦିବ୍ୟ ସୁନ୍ଦରୀ ହେ କୁବୁଜା ହୋଇଲା ଏ ଦିଗରେ କହିଲେ କି ବାପ ପାଇବ ମନ ନହେଲେ ଖୋଜି କହିବି ଅନ୍ୟ କାରଣ ନାଇଁ ଅନ୍ୟ ଆଡେ ଯାଉନ କାଇଁ ଆଉ ଘାଣ୍ଟିବା ହେଲେ ବାପ ସମୟ ହବ ଏ କଥାଟା ଆଗା ଏ ହରିବଂଶ ଆଗା ଇନ୍ଦ୍ରଙ୍କର ଗର୍ବ ଖାଲି ଗୋଟେ ଅଲଗା ଆଇବ ଯୋଉଟା କୋଉଟା ଫିଙ୍ଗି ଦେବାଟା ଏଇଟା ମୁଁ କହିଦଉଛି ଖୋଲିକିରି କାହିଁ ଏଇଟା ଆଜ୍ଞା ଆପଣ କହିଲେ ଧରିବା କଥା ଗିରି ଗୋବର୍ଦ୍ଧନ ଧରିଛନ୍ତି ମାରିବା କଥା ପୁତନାକୁ ମାରିଛନ୍ତି ଭାଙ୍ଗିବା କଥାଟା ରହିଲା ଆଉ ଫିଙ୍ଗିବା କଥାଟା ରହିଲା ମୁଁ ଚାରିଟା ପଚାରିଛି ମାତ୍ର ଜଣେ ଆଜ୍ଞା ଏଇଟା କିଏ ସେ ନାରାୟଣ ଆଉ କାହାକୁ ମୁଁ କହିନି କାହିଁକି ପ୍ରଥମରେ ସଭାରେ ହରିଗୁଣ କଥନ ଶ୍ରବଣ କଲେ ସମସ୍ତଙ୍କର ଶେଷ ପାତକ ଦହନ ହୁଏ ଏଣୁକରି ଭଗବାନ ଆଜି ମଙ୍ଗଳ କରନ୍ତୁ ଆରେ କାହାକୁ ଭାଙ୍ଗିଲା ଟିକେ ସହି ନ ଦିଅ ଟିକେ ଖାଇ ନ ଦିଅ ନ ଖାଇଲେ ତମର ଘରକୁ ଧରବ ତମକୁ କହିଛି ଭାଙ୍ଗିଲେ କୁରୁ ତାଇନ୍ଦରୁ ଉଦ୍ଧାର ହେଇଛନ୍ତି ହେଉ କାହାର ଗର୍ବକୁ ଦେଖ ଭାଙ୍ଗିଛନ୍ତି କାହାର ଗର୍ବକୁ ଦେଖ ବାପ ଭାଙ୍ଗିଛନ୍ତି ଲକ୍ଷ୍ୟ କରି ପଦେ ମୁଁ ବୁଝାଇ ଯାଉଛି ଲକ୍ଷ୍ୟ କରି ପଦେ ମୁଁ ବୁଝାଇ ଯାଉଛି କୁବଳୟା ହସ୍ତେ ଦେଖ ଯେ ବାବା ଅଛି କୁବଳୟା ହସ୍ତେ ଦେଖ ଯେ ବାବା ଅଛି ମାରିଣ ତାକୁ ହେ ଫିଙ୍ଗି ଦେଇଛନ୍ତି ରାଇଟ୍ ହେଲା ଏଇଟା ରାଇଟ୍ ଆଉ ଗୋଟେ ରହିଲା କୋଟା କୁହ ଫିଙ୍ଗିଆଟା ହସ୍ତି ମାରି ଫିଙ୍ଗିଛନ୍ତି ସମୁଦ୍ରର ଜାତ ହେଇଛି ହସ୍ତି ଠିକ ନା ନାଇଁ ତାକୁ ଫିଙ୍ଗିଲେ କି ଫିଙ୍ଗିଦେଲେ ମାତ୍ର ଭାଙ୍ଗିଛନ୍ତି କାକୁ ଏବେ କୁଅ ବହନ ଆଉ ଭାଙ୍ଗିବାର ଅଛନ୍ତି ପୁଣି ଯେ ଦୁଇ ଜଣ ଯାହାକୁ ଭାଙ୍ଗିବେ ପ୍ରଭୁ ନାରାୟଣ ଫିଟେଇକିରି କହିଦେଲି ତୁମ୍ଭଙ୍କୁ ପ୍ରସନ୍ନ ସେ ଭିତରୁ ଦୁଇ ଜଣ ଉଦ୍ଧାର ହୋଇବେ ସେ ଦୁଇ ଜଣ କିସ ନାମ ପାଇନଥିବେ ମତେ ସଭାରେ କୁହ ତ ଏବେ ମୋ ଗାଇବକୁ ମତେ ସଭାରେ କୁହ ତ କାହାକୁ ଦେଖ ହେ ବାବା ଭାଙ୍ଗିଛନ୍ତି ତିନିଟା କଥା ତୁମ୍ଭର ହୋଇଅଛି ଆଉ ଗୋଟିଏ ଦେଖ ବାବା ରହିଛି ସେଟା ଅଛି କାହାକୁ ଦେଖ ହେ ଭାଙ୍ଗି ଦେଇଛନ୍ତି ତମେ ଲକ୍ଷ୍ୟ କରୁନ ଭାଇ ହସ୍ତିଟାକୁ ଯେମିତି ମୋଡ଼ିକିରି ଫିଙ୍ଗିଦେଲେ ମୁଁ କହିଲି ଫିଙ୍ଗିଛନ୍ତି ଫିଙ୍ଗିଆଟା ହେଇଲା ଟେକିଛନ୍ତି ଗୋବର୍ଦ୍ଧନଗିରି ସେଇଟା ହେଇଲା ମାରିଛନ୍ତି ପୁତନା ହେଇଲା ଆଉ ଗୋଟେ ରହିଲା ଭାଙ୍ଗିଛନ୍ତି ହେଲେ ବାପ ଆଜ୍ଞା ଆମର ଆସିବ ଭାରତ ନୀଳାର ଗୋଟିଏ ପଦ ଆସିବ ଆଉ ତମେ ତମେ ଦୁଆରେ କି ଦୁଆର ଦୁଆର ଆଜ୍ଞା ଦୁଆର ନାହିଁ ଆସିଲା ବ୍ରଜପୁର ବୁଲେଟ ଗାଡ଼ି ଏ ବ୍ରଜପୁର ବୁଲେଟ ଗାଡ଼ି ଏ ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର
ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି ପାଇଥିଲେ ନନ୍ଦ ନୃପତି କରିଥିଲେ ନେତ୍ର ସମ୍ପତ୍ତି ପାଇଥିଲେ ନନ୍ଦ ନୃପତି କରିଥିଲେ ନେତ୍ର ସମ୍ପତ୍ତି ହେଠି ଦହି ଦୁଧ ସର ପେଟଲ ତାଙ୍କର ଆଜ୍ଞା ହେ ଦହି ଦୁଧ ସର ପେଟଲ ତାଙ୍କର ଏ ଯାଏ ବୃନ୍ଦାବନ ପାହାଡ଼ ଚଢ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି ହେଲେ ଭାଇ ସେ ଗାଡ଼ିଟା କୋଉଠି ତିଆରି ହୋଇଛି ଏଞ୍ଜିନ ତାର ଗେରେଜରେ ମଥୁରା କଟକରେ ହଁ ବସୁଦେବ ରାଜା ତାକୁ ତିଆର କଲେ ହେଲେ ନେଲା କିଏ କିଏ ଏ ଗୋପପୁରର ନନ୍ଦ ରାଜା ସେ ଗାଡ଼ିକି ଧରି ଗଲେ ଗୋପାଳୁଣି ହଁ ହେଲେ ସେ ଗାଡ଼ିରେ ଏବେ ଯୋଉ ଡିଜେଲ ପେଟ୍ରୋଲ ମହଙ୍ଗା ହୋଇଯିବା ଯୋଗୁ ସେ ଗାଡ଼ିରେ କଣ ପଡେ ଜାଣିଛ ଦହି ଦୁଧ ସର ପେଟ୍ରୋଲ ତାଙ୍କର ଯାଏ ବୃନ୍ଦାବନ ପାହାଡ଼ ଚଢ଼ି ବଡି ଆମର ଗାଡ଼ିରେ ଯେମିତି ପେଟ୍ରୋଲ ପଡ଼ିଲେ ଯେତିକି ମଳି ସେତିକି ଯାଉଛି ଆମର କୃଷ୍ଣ ପ୍ରଭୁ କଣ କରୁଥିଲେ ଗାଈ ଚରେଇ ପାହାଡ଼ ଉପରକୁ ଯାଉଥିଲେ ଇଞ୍ଜିନଟା ହୋଇଛେ ପକା ପାଦ ପକୁ ଲାଗିଲା ଧକା ଇଞ୍ଜିନଟା ହଉଛି ପକା ପାଦ ପକୁ ମାଇଲା ଧକା ଗାଡ଼ିର କେଉଁଠି କିଛି ହୋଇନାହିଁ ଆଜ୍ଞା ହେ ଗାଡ଼ିର କେଉଁଠି କିଛି ହୋଇନାହିଁ ଏଡେ ବଡ଼ ତୋର ଗଲା ପୋଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଥିଲେ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି ହେଲେ ବାପ ଏ ଯୋଉ ଜାମଳା ବୃକ୍ଷ ଦିଟା ଥିଲା ବିଷ୍ଣୁଙ୍କର ଇଏରେ ଉପୁଡ଼ି ଗଲା ହେଲେ ଆଉ ଯଦି ଉପଡ଼ିଆ କଥା କହିବା ଧରା ପଡ଼ିଯିବ ଧରା ପଡ଼ିଯିବ ସେଥିପାଇଁ ଏଟାକୁ ଚେଞ୍ଜ କରାହେଇଛି କଣ ଏ ଶୁଣି ତାର ଟାଣୁଆ ରୀତି କଂସ ଦିନେ ପଳାଏ ମତି ଶୁଣି ତାର ଟାଣୁଆ ରୀତି କଂସ ଦିନେ ପଳାଏ ମତି ହେଡେ ପଠାଇ ବାହକ ନେଲା ସେ ଗ୍ରାହକ ଆଜ୍ଞା ହେ ପଠାଇ ବାହକ ନେଲା ସେ ଗ୍ରାହକ ଏ ମଥୁରା କଟକ ନୃଶଂସ କେଳି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି କଂସ ଥିଲା ଚାହିଁ ଦେଖିବାର ପାଇଁ ଆଜ୍ଞା ହେ କଂସ ଥିଲା ଚାହିଁ ଦେଖିବାର ପାଇଁ ଏଡେ ବଡ଼ ଯୋଦ୍ଧା ମଲା ମଞ୍ଚାରୁ ପଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ରଜପୁର ବୁଲେଟ ଗାଡ଼ି ହେଲେ ଭାଇ ଆଜ୍ଞା ଶୁଣି ତାର ଟାଣୁଆରେ ତେ କଂସ ଦିନେ ବଳାଏ ମତି କଂସ ରାଜା ଦିନେ ବିଚାର କଲେ ମୋର ଭଣଜା ମାନେ କେଡ଼େ ବଳିଆର ହୋଇଛନ୍ତି ଏ ଗୋଟେ ଗିରିଟାକୁ ଟେକି ଦେଲେ ସେ କହିବା କଥାରେ କଣ ନାଇଁ କାଳିଆ ଦଳନ କରିଦେଲେ ଏଡ ବୃକ୍ଷକୁ ଫଙ୍ଗାଡ଼ି ଦେଲେ ଶୁଣି ତାର ଟାଣୁଆରେ ତେ କଂସ ଦିନେ ବଳାଏ ମତି କଂସ ଥିଲା ଚାହିଁ ଦେଖିବାର ପାଇଁ ହେଲେ କଂସକୁ ମାରିଲା କିଏ କୃଷ୍ଣ ମାରି ନାହାନ୍ତି ନାଇଁ ନାଇଁ କୃଷ୍ଣଙ୍କୁ ଦେଖି କଂସ ରାଜା ପଡ଼ି ମରିଯାଇଛ ହେଲେ ତାପରେ କଣ ଜାଣିଛ କଣ ବାଣୁଆ ଦିନେ ବିନ୍ଧି ତୀର ମୁନେ
ଆଜ୍ଞା ହେ ବାଣୁଆ ଯେ ଦିନେ ବିନ୍ଧିତିର ପିନ୍ଧିବ ମନେ ମନେ। ଏ ଟାଣୁଆ ଇଞ୍ଜିନ ଦେଲା ବିଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ହେ ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଏ ବାପ ଆଜ୍ଞା ବାଣୁଆ ଦିନେ ବିନ୍ଧିତିର ମନେ ଟାଣୁଆ ଇଞ୍ଜିନ ଦେଲା ବିଗାଡ଼ି ହଁ। ସେ ବାଣୁଆଟା କିଏ ଜାଣିଛ କିଏ ବାଣୁଆଟା ହେଉଛି ତ୍ରେତୟା ଯୁଗର ଅଙ୍ଗଦ ହଁ ହଁ ଯେତେବେଳେ ରାମଚନ୍ଦ୍ର ବାଳିକୁ ବିନାଶ କଲେ ହଁ ଏ ଅଙ୍ଗଦ କଲେ କଣ କଣ? ନା ପ୍ରଭୁ ରାମଙ୍କର ଦାସନ ଦାସ ହୋଇ ହଁ ରାମଙ୍କ ସପକ୍ଷରେ ଯୁଦ୍ଧ କଲେ ହେଲେ ଭାଇ ଯେତେବେଳେ ହଁ କରିଛନ୍ତି ଏ ରାବଣ ମରିବା ସମୟରେ ନିଜେ ଅଙ୍ଗଦ ବିଚାର କରୁଛନ୍ତି କଣ ମୋର ବାପାକୁ ରାମଚନ୍ଦ୍ର ମାରିଲେ ହଁ ମୁଁ ବାପାଙ୍କର ଋଣ ନ ସୁଝି ହଁ। ମୁଁ ତାଙ୍କର ଦାସାନ ଦାସ ହୋଇ ତାଙ୍କ ସପକ୍ଷରେ ଲଢ଼େଇ କରୁଛି ହେଲେ ପରମ ବ୍ରହ୍ମ ରାମ କହିଲେ ହଁ ଅଙ୍ଗତ ହଁ ଏ ଯୁଗରେ ନାହିଁ ନାହିଁ। ଏ ତ୍ରେତୟନ୍ତେ ଦ୍ୱାପର ଯୁଗ ହେବ ହଁ। ଦ୍ୱାପର ଯୁଗରେ ହଁ ତମେ ଜାରା ଶବର ରୂପରେ ଜନ୍ମ ହେବ ହଁ। ମୁଁ କୃଷ୍ଣ ରୂପରେ ଜନ୍ମ ହେବି ହଁ। ମୁଁ ଶିଆଳି ନଟାରେ ଦୋଳି ଖେଳୁଥିବି ହଁ। ତମେ ଯେତେବେଳେ ମାରିବ ହଁ। ତୁମ ବାପାଙ୍କର ଋଣ ସେଇଠି ସୁଜା ହେବ ସେଦିନ ତମ ମୋର ଦେଖିବ ହଁ ହଁ କଣ ରେ ଗୋଡୁଟା ହେଲେ ବାଣୁଆ ଦିନେ ବିନ୍ଧିତିର ମନେ ଟାଣୁଆ ଇଞ୍ଜିନ ଦେଲା ବିଗାଡ଼ି ହଁ ଏ ହଁ ଇଞ୍ଜିନ ଟାଣୁଆ ଇଞ୍ଜିନ ଦେଲା ବିଗାଡ଼ି ହେଲା ତ। ହେଠି ଗାଡ଼ିର କେଉଁଠି କିଛି ହୋଇନାହିଁ ଏ ଗାଡ଼ିର କେଉଁଠି କିଛି ହୋଇନାହିଁ ଆଉ? ଅଛି ନୀଳାଞ୍ଚଳ ଗେରେଜ ପଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗଢ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଏ ଗାଡ଼ି କେବେ ହୋଇବ ସଜ ଏ ଗାଡ଼ି କେବେ ହୋଇବ ସଜ ଦେଖିବାକୁ ହେବ ମଉଜ ଗାଡ଼ି କେବେ ହୋଇବ ସଜ ଦେଖିବାକୁ କେଡ଼େ ମଉଜ ଗାଡ଼ି ଦେବେ ହୋଇବ ସଜ ସଜ ଜାଣି ଅଛି ଗୋପର ରାଧିକା ଆଜ୍ଞା ହେ ସଜ ଜାଣି ଅଛି ଗୋପର ରାଧିକା ତାହାଠାରୁ ଭଲ କୁ ବୋଜା ବୁଢ଼ୀ ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ହେଠି କହ ଈଶ୍ୱରଜ ଆଉ ବେଳ ନାହିଁ ହଁ ଆଜ୍ଞା ହେ କହ ଈଶ୍ୱରଜ ଆଉ ବେଳ ନାହିଁ ଖସିଲା ବୟସ ପାଚିଲା ଦାଢ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗଢ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ବ୍ରଜପୁର ବୁଲେଟ ଗାଡ଼ି ଥିଲେ ବସୁଦେବ କମ୍ପାନୀ ଗାଡ଼ି ହେଲେ ଭାଇ ଏଇଟା ହେଇଗଲା ହେଲେ ଭାଇ ନା ହଁ ହଁ ମୁଁ କହିଥିବାର ଆମର ଆଜ୍ଞା କହୁଛନ୍ତି କ'ଣ ଚାରିଟା ପ୍ରଶ୍ନ ଭଗବାନ ପୁତନାଙ୍କୁ ମାରିଛନ୍ତି ଗୋବର୍ଦ୍ଧନ ଧରିଛନ୍ତି ଜାମଳା ଭଞ୍ଜନ ଉପାଡ଼ିଛନ୍ତି ପୁଣି ହସ୍ତିକି ଫିଙ୍ଗିଛନ୍ତି ଠିକ୍ ଇଏ ଚାରିଟା ଆପଣ କହିଦେଲେ ହେଲା